ଝିଅ ରୁବିନାକୁ ବାହା କରିଦେବା। ନାଇଁ ତୁଳସୀ ନାଇଁ, ଝିଅ ପାଇଁ ଭଲ ପୁଅ ବୁଝିବାକୁ ଚେଷ୍ଟା କର। କାହିଁକି ବୁଝିବି? ଆମ ଝିଅ ତ ଭଲ ପାଠ ପଢୁଛି, ଆଉ ତମେ କଣ କହିବାକୁ ଚାହୁଁଛ? ତା ବାହାଘର କରିଦେବାକୁ? ନାଇଁ ତୁଳସୀ, ଥିବା ଭଲ ନାହିଁ। ନା ତୁଳସୀ ନା, ମୁଁ ସେଇ କଥା ଜମା ମାନିବିନି। ଆରେ ବାଡୁଆ ଝିଅ ଘରେ ରହିବା ଭଲ ନୁହଁ। ହାତକୁ ଦି ହାତ କଲେ ଆଉ ଚିନ୍ତା ନାହିଁ। ତୁଳସୀ, ଝିଅ ଘିଅ ସବୁଦିନ ସମାନ ନୁହଁ। ନାଇଁ ତୁଳସୀ ନାଇଁ। ଆରେ ମୋ କଥା ବୁଝିବାକୁ ଚେଷ୍ଟା କର। ଆରେ ମୁଁ କେମିତି ବୁଝିବି? ଚିନ୍ତା ଟିକିଏ କରୁନ କାହିଁ। ତୁଳସୀ, ତା ଭୂଷଣରେ କଣ ଅଛି କଣ ନାହିଁ ସେ କଥା ବି ଜାଣିବାକୁ ପଡିବ। ଆରେ ଝିଅର କଥା ଟିକେ ତ ଭାବ। ଆରେ ତା ବାହା ବୟସ ଚିନ୍ତା ନାଇଁ ତୁଳସୀ, କରୁନ କାହିଁ। ଆରେ ମୁଁ କେମିତି ଚିନ୍ତା କରିବି? ହେଇଗଲାଣି ବୟସ ବିତା ହେଇଗଲାଣି। ତୁଳସୀ ନାଇଁ, ଆରେ ବୁଝିବାକୁ ଚେଷ୍ଟା କର। ଆମ ଝିଅ ରୁବିନା ଆରେ ମୁଁ କେମିତି ବୁଝିବି? ସେ ବଡ ହେଇଗଲାଣି। ଆରେ ତା ବାହାଘର କରିଦେଇଥିଲେ ଆମ ମୁଣ୍ଡରେ କିଛି ଟେନସନ ନାହିଁ। ତୁଳସୀ ନାଇଁ, ଆରେ ମୋ କଥା ଟିକେ ବି ବୁଝିବାକୁ ଚେଷ୍ଟା କର। ନାଇଁ ତୁଳସୀ ନାଇଁ, ଆରେ ତା ଭୂଷଣରେ କଣ ଅଛି କଣ ନାହିଁ ସେ କଥା ବି ଜାଣିବାକୁ ପଡିବ। ଆଉ ତମେ କହୁଛ ତା ବାହାଘର କରିଦେବ ବି? ନାଇଁ ତୁଳସୀ ନାଇଁ, ତମେ ବୁଝୁନ କାହିଁକି? ଆମ ଝିଅ ରୁବିନା କଣ ଘଟ ଅଛି। ନାଇଁ ତୁଳସୀ ନାଇଁ। ଆମ ମୁଣ୍ଡରେ ଆଉ କିଛି ଟେନସନ ରହିବନି। ବୁଝିପାରିଲ? ତୁଳସୀ, ଆରେ ତମେ ବି ଟିକେ ବି ବୁଝିବାକୁ ଚେଷ୍ଟା କର। ତୁଳସୀ, ତମେ ବି ଟିକେ ବୁଝିବାକୁ ଚେଷ୍ଟା କର। ଆରେ ଆମ ଝିଅ ରୁବିନା ବିବାହ କାର୍ଯ୍ୟ କରି ଦେବାର କର୍ତ୍ତବ୍ୟ ବାପା ମାର। ତୁଳସୀ, ମନରେ ଆମ ଖୁସି ଲାଗିବ ହେଲେ ତା ବାହାଘର। ତୁଳସୀ, ମୁଁ ତମ କଥାରୁ ଟିକେ ବି ବିଶ୍ୱାସ କରିବିନି ତୁଳସୀ। ନାଇଁ ତୁଳସୀ ନାଇଁ, ଆରେ ତମ ଅବୁଝା ହଉଛି କାହିଁକି? ଆମ ଝିଅ ରୁବିନା ବିବାହ କାର୍ଯ୍ୟ ଆରେ ମୁଁ କେମିତି ବୁଝିବି? ବିବାହ କାର୍ଯ୍ୟ କରି ଦେବାର କର୍ତ୍ତବ୍ୟ ବାପା ମାର। ତୁଳସୀ, ମନରେ ଆମ ଖୁସି ଲାଗିବ ଦେଖି ତା ବାହାଘର। ଝିଅ ଗଲେ ତା ଶାଶୁ ଘର। ଆମ ଝିଅ ରୁବିନାକୁ ବି ତ ଖୁସି ଲାଗିବା ଦରକାର। କିଛି ବି ଉଡ଼ା ନ ହବ ବାହାଘର ପାଇଁ। ନିମନ୍ତ୍ରଣ ଦେବା ଘରେ ଘରେ ଯାଇ। ଆରେ ମୋ କଥା ଧରି ବୁଝିବାକୁ ଚେଷ୍ଟା କର। ଆରେ କାହିଁକି ବୁଝିବି? ଆସିବେ ସବୁ ଆମ ବନ୍ଧୁ ଭାଇ। ତୁଳସୀ, ଆରେ ମୋ କଥା ଧରି ବୁଝିବାକୁ ଚେଷ୍ଟା କର। ବାହାଘରଟା ଦେବା କରେ। ବାହାଘରଟା ଜମା କିଛି ଭଲ ଦେବା ଲାଗୁନି ତୁଳସୀ। କରେ। ତୁଳସୀ ନାଇଁ, ଆରେ ମୋ କଥା ବୁଝିବାକୁ ଆରେ ମୁଁ କେମିତି ବୁଝିବି ତୁଳସୀ? ଆରେ ମୁଁ କେମିତି ବୁଝିବି? ଆମ ଝିଅକୁ ବି ଟିକେ ବି ତୁଳସୀ, ସେ ଯଦି ରାଜି ହେଲେ ଆମେ ତା ବାହାଘର କରିଦେବା। ଆଉ ତମେ କହୁଛ ତମ ମନୁଷ୍ୟରେ ବାହାଘର କରିଦେଲେ କିଛି କାମ ଦବନି ତୁଳସୀ। ଆରେ ବାଡୁଆ ଝିଅ ଘରେ ରହିବା ଭଲ ନୁହଁ। ତୁଳସୀ, କୋଉ କଥା ତୁଳସୀ ନାଇଁ, କହିପାରିବ? ତେଣୁ କିଛି ନ ଭାବି ଆମ ଝିଅ ରୁବିନାର ବାହାଘର ପାଠ ପଢୁଛି। ଆମ ମୁଣ୍ଡରେ ଟେନସନ ରହିବନି। ବୁଝିଲ? ନାଇଁ ତୁଳସୀ, ଆମ ଝିଅ ରୁବିନା